ପାଳିତା କବି ଗୌରହରି ମହାନ୍ତି। କେଉଁ ଏକ ସାହାଟିଏ ପାଇଁ କାହାକୁ ବି ହେଉ କରିବାକୁ ହେବ ନିଜର। ନିଜର ମାନେ ତା ମନଟିକୁ ଆପଣେଇ ନେବାକୁ ହେବ। ଭାବିଲି ମୋ ପାଖରେ କ'ଣ ଅଛି ଶସ୍ତା ଓ ମହଙ୍ଗା। ମୁଁ ତ ନିରନ୍ନଟା। ସ୍ନେହ ପ୍ରେମ ବାତ୍ସଲ୍ୟ ମୋର ଶସ୍ତା, ଆଉ ପ୍ରାପ୍ୟ ଲାଞ୍ଛନା ଓ ଅପମାନ। ସାହା ପାଇଁ ଏସବୁ ତ ଲୋଡ଼ା। ଭକ୍ତିରୁ ପ୍ରେରଣା, ଶୁଭେଚ୍ଛାରେ ଭରିଯାଉ ପ୍ରଣାମ କରୁଣା ମୋ ଘର ଅଗଣା। ଏମିତି ଚାଲେ। ମହାରାଜା କୃଷ୍ଣଙ୍କ ପ୍ରଭାସ ଯଜ୍ଞରେ ନିମନ୍ତ୍ରଣ ନଥିଲା ଗୋପବାସୀକୁ ନନ୍ଦ ଯଶୋଦାଙ୍କୁ। ମାତା ଦେବକୀ ବନ୍ଦୀଶାଳାରେ ଯନ୍ତ୍ରଣା ସହିଥିବାରୁ ଗର୍ବ କରୁଥିଲେ ଯଜ୍ଞ ଆୟୋଜନରେ। ପ୍ରେମ ପାଗଳ ଗୋପବାସୀ ଦେବକୀଙ୍କ ଲାଞ୍ଛନା ଓ ଅପମାନକୁ ବୁଝିପାରୁ ନଥିଲେ ଅବା ନିଜକୁ ବୁଝାଇ ନେଉଥିଲେ। କାହା ପାଇଁ, କ'ଣ ପାଇଁ ଆଉ କାହ୍ନା? ସେ ତ ଛଳନାମୟ, ସ୍ନେହମୟ, ମମତାମୟ। କେଉଁ ମାତା ଶ୍ରେଷ୍ଠ? ଚତୁର୍ଦିଗ ପ୍ରକମ୍ପିତ କରି ଶୁଣାଯାଉଥିଲା ଯଶୋଦା, ଯଶୋଦା, ପାଳିତା, ପାଳିତା।